ଏତିକ ମୂଷା ପିଲା ଅଛନ୍ତି ଭିତରେ, ଗାଡ଼ି ମଲେଣି କେତେଟା। କ'ଣ କରିବା। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ମୂଷା ପିଲା ଦେଖିନଥିବେ, ଦେଖନ୍ତୁ ମୂଷା ପିଲା। ଦେଖିଲେ କେତେ ଛୋଟିଆ ଛୋଟିଆ ହେଇଛନ୍ତି ମୂଷା ପିଲାମାନେ। ତା ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ସମସ୍ତଙ୍କୁ କୁହନ୍ତୁ ମୂଷା ପିଲା ଛୋଟବେଳେ କେମିତି ଦେଖାଯାଏ। ହ୍ୟାଲୋ ଫ୍ରେଣ୍ଡ, ଆଜି ରାତିରେ ଶୋଇଥିଲି, ହଠାତ୍ କିଛି ମୂଷା ମୋତେ ଡିଷ୍ଟର୍ବ କଲେ ଶୋଇବାରେ। ଗୋଟେ ବେଗ୍ ଥିଲା ଯେଉଁଥିରେ ମୂଷା ଥିବାର ସନ୍ଦେହ ଥିଲା। ଦେଖାଯାଉ ଏ ବେଗ୍ଟା ମୁଁ ଖାଲି କରୁଛି, ଏଥିରେ ମୂଷା ବାହାରୁଛନ୍ତି ନା କ'ଣ ଟିକେ ପରୀକ୍ଷା କରିନେବା। ଦେଖିବା ଏଥିରେ ମୂଷା ଅଛନ୍ତି ନା କ'ଣ, ଯଦି ଥିବେ ସେମାନଙ୍କୁ ବାହାରେ ଛାଡ଼ିଦେବା, ଆଉ ନଥିଲେ ତ ଭଲ ଖୁସିର କଥା। ଆଉ ଦେଖନ୍ତୁ ଏଇରେ କେତେ ଗୁଡ଼ିଏ ମୂଷା ପିଲା ଥିଲେ ଭିତରେ, ସବୁ କିଏ କେଉଁଠି ଯାଇ ଲୁଚୁଛନ୍ତି। ଦେଖୁନ, ଇଏ ପୁରା ରାସ୍ତା ଖୋଜୁଛି, ଇଏ ବି ଅଛି, ଇଏ ବି ଅଛି। ତ ଆପଣମାନେ ଭିଡ଼ିଓ ଦେଖି କୁହନ୍ତୁ ଏ ମୂଷା ଗୁଡ଼ାକ କାହିଁକି କେତେ ଗୁଡ଼ିଏ ଘର ହଇରାଣ କରୁଛନ୍ତି। ତାଙ୍କ ପାଇଁ କି ସୁବିଧା ଅଛି ନା ନାହିଁ ସରକାରଙ୍କର କହିବେ। ଏ ଲୋକଙ୍କ ପାଇଁ ଯେମିତି ଇନ୍ଦିରା ଆବାସ ଘର ଏସବୁ ଯୋଜନା ହେଉଛି, ମୂଷା ନ ପାଇଁ ସେମିତି କିଛି ଗୋଟେ ଘର ଯୋଜନା ହେଇଥିଲେ ଭଲ ହୁଅନ୍ତା। ଜଣେ ମୂଷା ଗୁଡ଼ା ଆସି ଆମ ଘର ରହିକିରି ତ ଜିନିଷପତ୍ର ସବୁ କାଟିକି ପୁରା ଗୁଣ୍ଡ କରିଦେଉଛନ୍ତି। ଦେଖୁନାହାନ୍ତି, ଦେଖନ୍ତୁ ଦେଖନ୍ତୁ, ଏ 4 ଜଣ ଏଇଠି ଅଛନ୍ତି। ସିଏ କ'ଣ ଅଲଗା ଅଛି? ଆଚ୍ଛା, ସିଏ ବଡ଼ ପୁଅ ତ ସିଏ ଯାଇଛି ପୁରା ଜାଗା ଖୋଜୁଛି କେଉଁଠି କ'ଣ ରହିବ। ଦେଖ ଗୋଟେ କାଉ ପଳେଇ ଆସିଲାଣି ମୂଷା ଖାଇବା ପାଇଁ, ଦେଖିଲେ। ତ ଆପଣମାନେ କୁହନ୍ତୁ ଏ ମୁଁ କ'ଣ କରିବି। ମୂଷାକୁ ଏମିତି ତ ଘରେ ରଖିପାରିବିନି, ସବୁ ଜିନିଷପତ୍ର କାଟିଦେବ। ବାହାରେ ଛାଡ଼ିଲେ ସେ କାଉର ଭୋଜନ ହେଇଯିବ। ଏ ପରିସ୍ଥିତିରେ ମୋର କ'ଣ କରିବା ଦରକାର, ଆପଣମାନେ କମେଣ୍ଟ ନିଶ୍ଚୟ କୁହନ୍ତୁ, ଆଉ ଦେଖିବା କ'ଣ ହେଉଛି। ଛୋଟିଆ ଛୋଟିଆ ମୂଷା ଗୁଡ଼ା ହେଇଛନ୍ତି, ଗୁଡ଼ାର ଆଖି ବି ଫୁଟିନି। ଦେଖ 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 ଦେଖ, ମୂଷାଟା ପକେଇଛି, କାଉ ଧରିଲା ପଳେଇଲା। ଦେଖିଲେ, ସେ କାଉର ଭୋଜନ ହେଇଗଲା। এই ଭିଡ଼ିଓ ଦେଖିଲା ପରେ ନିଶ୍ଚୟ ଆପଣମାନେ କହିବେ ଯେ ବହୁତ ଅନ୍ୟାୟ ହେଲା ଏ ବେଜୁବାନ ପଶୁଗୁଡ଼ାଙ୍କ ପ୍ରତି। ଗୋଟେ ଜିନିଷ ମୁଁ କହୁଛି, ଆମେ ଗଣେଶ ଠାକୁରଙ୍କ ପାଖରେ ମୂଷା ଦେଖିଲେ ପୂଜା କରୁ, ଲଡ଼ୁ ଦେଉ। ଭଗବାନ ଶିବଙ୍କ ପାଖରେ ସାପ ଦେଖିଲେ ଆମେ ତାଙ୍କୁ କ୍ଷୀର ଦେଉ। କିନ୍ତୁ ସେଇ ସାପ ଯଦି ଘରେ ବାହାରେ ତାହେଲେ ଆମେ ନିଶ୍ଚୟ ତାକୁ ମାରୁ। ଠିକ୍ ସେମିତି ଏଇ ମୂଷାକୁ ବାହାରେ ଛାଡ଼ିବାର ଉଦ୍ଦେଶ୍ୟ ହେଲା, ସିଏ ଘରେ ପ୍ରାୟ ଆମର ବହୁତ ଗୁଡ଼ିଏ ସାମାନ ପତ୍ର କାଟି ପକାଉଥିଲା, ସେଇଥିପାଇଁ ତାକୁ ବାହାରେ ଛାଡ଼ିଦେଲୁ। ତ ସେଇ ହିସାବରେ ଆଜିର ଅନୁଚିନ୍ତା ହେଉଛି ମଣିଷ ତା ସମୟ ଆଉ ତା ଜାଗା ପରିସ୍ଥିତି ହିସାବରେ ତାକୁ ସମ୍ମାନ ମିଳେ। ଆପଣ ଯେମିତି ଦେଖିଲେ ଗୋଟେ ମୂଷାକୁ ଆମେ ଗଣେଶଙ୍କ ଠାକୁର ପାଖରେ ଲଡ଼ୁ ଦେଇ ପୂଜା କରୁ, ଇଏ ବି ଠିକ୍ ସେଇ ମୂଷା। ସିଏ ତ ମାଟି ମୂଷା, ଇଏ ଜୀବନ୍ତ ମୂଷା, କିନ୍ତୁ ଆମେ ବାହାରେ ଆକୁ ଫୋପାଡ଼ି ଦେଉ। କାହିଁକି? ତାର ଆସନ ଯେଉଁ ତାର ଲେବଲ୍ ଥାଉଛି, ସେ ଲେବଲ୍ଠୁ ତଳକୁ ଖସିଲେ ତାକୁ ଏମିତି କରାଯାଏ। ଆଶା କରୁଛି ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଲାଇକ୍, ସେୟାର ଆଉ କମେଣ୍ଟ କରନ୍ତୁ, ଆଉ ଭିଡ଼ିଓଟି ସମସ୍ତଙ୍କୁ ସେୟାର କରନ୍ତୁ। ଧନ୍ୟବାଦ।